କଳାହାଣ୍ଡିରେ ପାଳିତ ହେଲା ରେଣ୍ଡୋ ମାଝୀ ଶହୀଦ ଦିବସ। ଭାରତବର୍ଷ ଏକ ଶାନ୍ତି ମୈତ୍ରୀ ସଂସ୍କୃତି ପରମ୍ପରାର ଏକ ଶାନ୍ତିପ୍ରିୟ ଦେଶ, ଯେଉଁଠିକି ଧର୍ମ ଓ ବିଶ୍ୱାସ ମଧ୍ୟରେ ମଠ ମନ୍ଦିରର ଗନ୍ତାଘର ସୃଷ୍ଟି ହୋଇଛି। ଏହି ଭାରତବର୍ଷର ଅତୀତ ପୃଷ୍ଠାକୁ ଓଲଟାଇଲେ ଏବେ ବି ପ୍ରତ୍ୟେକ ଭାରତୀୟଙ୍କ ରକ୍ତରେ ଜାଗ୍ରତ ହୋଇଉଠେ ଦେଶପ୍ରେମର ଅଜସ୍ର ଶକ୍ତି। ଦିନ ଥିଲା ଏହି ଭାରତବର୍ଷ ଇଂରେଜମାନଙ୍କ ଶାସନରେ ତଳିତଳାନ୍ତ ହୋଇଥିଲା। ଇଂରେଜମାନଙ୍କ ନିଷ୍ଠୁରତାର କାଳଫାଶରେ ବନ୍ଦୀ ହୋଇ ଛଟପଟ ହେଉଥିଲେ ଏହି ଭାରତବାସୀ। ସେଥିମଧ୍ୟରୁ ଇଂରେଜମାନଙ୍କ ପାଖରେ ଅଧିକ ଶୋଷଣ ହେଉଥିଲେ ନିରୀହ ଆଦିବାସୀ ଜନଜାତି। ଅକଥନୀୟ ବ୍ୟବହାର ଆଉ ହିଂସ୍ରତାର ଶାସନରେ ଛଟପଟ ହୋଇ ଏକ ବିଷାକ୍ତ ପରିବେଶ ମଧ୍ୟରେ ଅଣନିଶ୍ୱାସୀ ହୋଇ ନିରୀହ ପ୍ରଜାମାନେ ଜୀବନ କାଟୁଥିଲେ। ଇଂରେଜମାନଙ୍କ କୁଶାସନରେ ଅତିଷ୍ଠ ହୋଇ ଭାରତବର୍ଷର ବୀରମାଟିରୁ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ୁଆ ପୁଅ ମୁଣ୍ଡ ଟେକିଲେ। ଇଂରେଜମାନଙ୍କ ଗୋଳାବାରୁଦକୁ ଖାତିର ନ କରି ନିଜର ପାରମ୍ପରିକ ଅସ୍ତ୍ର ସାହାଯ୍ୟରେ ଲଢ଼ାଇ କରିବାକୁ ପଛଘୁଞ୍ଚା ଦେଇନଥିଲେ ଆଦିବାସୀ ଜନଜାତିର ଦେଶପ୍ରେମୀ ବୀର। ସେହି ବୀରମାନଙ୍କ ମଧ୍ୟରୁ ମୁଖ୍ୟ ନେତୃତ୍ୱ ବହନ କରିଥିଲେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ଗ୍ରାମର ରେଣ୍ଡୋ ମାଝୀ। ରେଣ୍ଡୋ ମାଝୀଙ୍କ ନେତୃତ୍ୱରେ ସାମାଜିକ ସାଂସ୍କୃତିକ ଏବଂ ଅର୍ଥନୈତିକର ଆତ୍ମସମ୍ମାନତାର ସୃଷ୍ଟି ହୋଇଥିଲା ଏକ ବିପ୍ଳବ। ଇଂରେଜମାନଙ୍କର ଭାରତରେ ରାଜ୍ୟ ଜୟନୀତି ଦମନମୂଳକ ଏକଛତ୍ର ଶାସନକୁ ସହିପାରିନଥିଲେ। ଭାରତର ସଂସ୍କୃତି ଆଉ ପରମ୍ପରା ଉପରେ ଇଂରେଜମାନଙ୍କର ଥିଲା ଘୋର ଅନାଦର। ସେହି ପବିତ୍ର ଭାରତବର୍ଷର ଓଡ଼ିଶା ରାଜ୍ୟର ଆଦିବାସୀ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଇଂରେଜମାନେ ପ୍ରଭାବ ବିସ୍ତାର କରିଥିବା ବେଳେ ଇଂରେଜମାନଙ୍କ କୁଶାସନରେ ପ୍ରତିଫଳିତ ହୋଇ ଆଦିବାସୀ ଅଞ୍ଚଳରେ ସୃଷ୍ଟି ହୋଇଥିଲା ବିପ୍ଳବର ମହାସଂଗ୍ରାମ। ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଥିବା ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରିବା ପାଇଁ ମୁଣ୍ଡ ଟେକି ନେତୃତ୍ୱ ନେଇଥିଲେ ଉର୍ଲାଦାନୀ ଗ୍ରାମର ଆଦିବାସୀ ଯୁବକ ରେଣ୍ଡୋ ମାଝୀ, ଯିଏକି ଆଦିବାସୀ ଜନଜାତି ପାଇଁ ଏକ ଗର୍ବ ଏବଂ ଗୌରବ। ଦେଶ ପାଇଁ, ମାଟି ପାଇଁ, ଏ ଜାତି ପାଇଁ ସେ ନିଜକୁ ବଳିଦାନ ଦେଇଥିଲେ। ସେହି ରେଣ୍ଡୋ ମାଝୀଙ୍କ ଶହୀଦ ଦିବସକୁ ଖୁବ୍ ଧୁମଧାମରେ ପାଳିତ କରିଛନ୍ତି କଳାହାଣ୍ଡିବାସୀ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ଗ୍ରାମ ପଞ୍ଚାୟତର ରେଣ୍ଡୋ ମାଝୀଙ୍କ ନିଜସ୍ୱ ଜନ୍ମଭୂମି ଉର୍ଲାଦାନୀ ଗ୍ରାମରେ ପାଳିତ ହୋଇଯାଇଛି ରେଣ୍ଡୋ ମାଝୀଙ୍କ ଶହୀଦ ଦିବସ। ଏହି ରେଣ୍ଡୋ ମାଝୀଙ୍କ ଶହୀଦ ଦିବସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମାଝୀ, ପୂର୍ବତନ ସରପଞ୍ଚ ଗନ୍ଧର ପୂଜାରୀ, କନ୍ଧ ସମାଜର ବ୍ଲକ ସଭାପତି ଧନସିଂ ମାଝୀ, ଉର୍ଲାଦାନୀ କନ୍ଧ ସମାଜର ସଭାପତି ସରୁଙ୍ଗା ମାଝୀଙ୍କ ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଦେଶ ସେବାରେ ନିୟୋଜିତ କରି ବଳିଦାନ ଦେଇଥିବା ରେଣ୍ଡୋ ମାଝୀଙ୍କ ବିଗତ ଦିନର ସେବା କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ବ୍ରିଟିଶ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜ ଜୀବନକୁ ବଳି ଦେଇଥିବା ଜଣେ ଲଢ଼ୁଆ ବୀର ଏ ମାଟିର ଗର୍ବ ସହିତ ସମଗ୍ର ଆଦିବାସୀ ଜନଜାତିଙ୍କ ମନରେ ଦେଶ ସେବାର ଝଲକ ଛାଡ଼ି ଯାଇଥିବା ରେଣ୍ଡୋ ମାଝୀ ଆଜି ବି ଏ ମାଟି ପାଇଁ ଅମର ବୋଲି ତାଙ୍କ ପ୍ରତିମୂର୍ତ୍ତିକୁ ପୂଜା କରି ଶହୀଦ ଦିବସ ପାଳନ କରିଥିଲେ। ଏହି ଶହୀଦ ଦିବସ ପାଳନ ଅବସରରେ ଜଙ୍ଗଲରେ ବସବାସ କରୁଥିବା ଭୂମିହୀନ ଗରିବ ଆଦିବାସୀମାନଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। କଳାହାଣ୍ଡିରୁ ଲୟ ଭୟଙ୍କ ରିପୋର୍ଟ, AB ନ୍ୟୁଜ୍।